ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ମହୁ ସହିତ କ'ଣ ଖାଇଲେ ମଣିଷର ମୃତ୍ୟୁ ହେବାର ସମ୍ଭାବନା ଅଛି? ଅପସନ୍ ଏ ଘିଅ, ଅପସନ୍ ବି ଦହି, ଅପସନ୍ ସି ଲେମ୍ବୁ, ଅପସନ୍ ଡି ଗୁଡ଼। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଘିଅ। ଦ୍ୱିତୀୟ ପ୍ରଶ୍ନଟି ହେଉଛି କେଉଁ ଫଳ ଖାଇଲେ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ? ଅପସନ୍ ଏ ବେଲ, ଅପସନ୍ ବି କଦଳୀ, ଅପସନ୍ ସି ଅମୃତଭଣ୍ଡା, ଅପସନ୍ ଡି ଅଙ୍ଗୁର। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଅମୃତଭଣ୍ଡା। ତୃତୀୟ ପ୍ରଶ୍ନଟି ହେଉଛି ଲାଉ ଖାଇବା ଦ୍ୱାରା କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ଯକ୍ଷ୍ମା, ଅପସନ୍ ସି ଟିବି, ଅପସନ୍ ଡି ଅର୍ଶ। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଡାଇବେଟିସ୍। ଚତୁର୍ଥ ପ୍ରଶ୍ନଟି ହେଉଛି ଭାରତର କେଉଁ ରାଜ୍ୟର ଲୋକ କୁକୁର ମାଂସ ଖାଆନ୍ତି? ଅପସନ୍ ଏ ବିହାର ରାଜ୍ୟ, ଅପସନ୍ ବି ହରିୟାଣା ରାଜ୍ୟ, ଅପସନ୍ ସି ମେଘାଳୟ ରାଜ୍ୟ, ଅପସନ୍ ଡି ନାଗାଲାଣ୍ଡ ରାଜ୍ୟ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ନାଗାଲାଣ୍ଡ ରାଜ୍ୟ। ପଞ୍ଚମ ପ୍ରଶ୍ନଟି ହେଉଛି କେଉଁ ରୋଗର ବ୍ୟକ୍ତି କଫି ପିଇବା ଉଚିତ ନୁହେଁ? ଅପସନ୍ ଏ ଜଣ୍ଡିସ୍, ଅପସନ୍ ବି ଥାଇରଏଡ଼୍, ଅପସନ୍ ସି ମାଇଗ୍ରେନ୍, ଅପସନ୍ ଡି ମଳକଣ୍ଟକ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ମାଇଗ୍ରେନ୍। ଷଷ୍ଠ ପ୍ରଶ୍ନଟି ହେଉଛି ଘରେ କ'ଣ ରଖିଲେ ଘରକୁ ବେଙ୍ଗ ଆସନ୍ତି ନାହିଁ? ଅପସନ୍ ଏ କର୍ପୂର, ଅପସନ୍ ବି ପେଟ୍ରୋଲ, ଅପସନ୍ ସି ଦହି, ଅପସନ୍ ଡି ଭିନେଗାର। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଡି ଭିନେଗାର। ସପ୍ତମ ପ୍ରଶ୍ନଟି ହେଉଛି କେଉଁ ଶାଗ ଖାଇଲେ ମଣିଷର ଆଖିର ପାୱାର ବଢ଼େ? ଅପସନ୍ ଏ ପୋଇ ଶାଗ, ଅପସନ୍ ବି ମୂଲା ଶାଗ, ଅପସନ୍ ସି ପାଳଙ୍ଗ ଶାଗ, ଅପସନ୍ ଡି ଲାଉ ଶାଗ। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ପାଳଙ୍ଗ ଶାଗ। ଅଷ୍ଟମ ପ୍ରଶ୍ନଟି ହେଉଛି କେଉଁ ଜୀବ ପାଣିରେ ରୁହେ କିନ୍ତୁ ପାଣି ପିଇ ନଥାଏ? ଅପସନ୍ ଏ ସାପ, ଅପସନ୍ ବି ବେଙ୍ଗ, ଅପସନ୍ ସି ମାଛ, ଅପସନ୍ ଡି କୁମ୍ଭୀର। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ବି ବେଙ୍ଗ। ନବମ ପ୍ରଶ୍ନଟି ହେଉଛି କୁକୁଡ଼ା କଲିଜା ଖାଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ବ୍ଲଡ଼ ପ୍ରେସର, ଅପସନ୍ ବି ଟିବି, ଅପସନ୍ ସି ମୋତିଆବିନ୍ଦୁ, ଅପସନ୍ ଡି ଡାଇବେଟିସ୍। ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ସି ଓ ଡି ମୋତିଆବିନ୍ଦୁ ଓ ଡାଇବେଟିସ୍। ଦଶମ ପ୍ରଶ୍ନଟି ହେଉଛି ଖଜୁରୀ ଖାଇଲେ ମଣିଷ ଶରୀରରେ କ'ଣ ଶୀଘ୍ର ବଢ଼େ? ଅପସନ୍ ଏ ଶକ୍ତି, ଅପସନ୍ ବି ରକ୍ତ, ଅପସନ୍ ସି ଓଜନ, ଅପସନ୍ ଡି ଉଚ୍ଚତା। ପ୍ରଶ୍ନର ସଠିକ୍ ଉତ୍ତରଟି ହେଲା ଅପସନ୍ ଏ ଶକ୍ତି। ଏହିପରି ନୂଆ ନୂଆ ସାଧାରଣ ଜ୍ଞାନ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଓ ଭିଡ଼ିଓ ଭଲ ଲାଗେ ତ ଭିଡ଼ିଓକୁ ଲାଇକ୍ ଗୋଟିଏ ବି କରିଦିଅନ୍ତୁ।